हाय फ्रेंड्स, नमस्कार। जय जगन्नाथ। शुभ सकाळ। ଏଥିରେ ଗୋଟେ ନୂଆ ବ୍ଲଗକୁ ସମସ୍ତଙ୍କୁ ସ୍ୱାଗତ। ବ୍ଲଗ ବୋଲି ତ କଣ, ଆଜି ବହୁତ ଦିନ ପରେ ଆମେ ଭିଡ଼ିଓ ବନେଇଛୁ। କମ ସେ କମ 8-10 ଦିନ ପରେ ହବ ଭିଡ଼ିଓ ବନେଇଛୁ। କାହିଁକିନା ଏତେ ସାରା କାମ ବ୍ୟସ୍ତତା ଭିତରେ ଭିଡ଼ିଓ ବନେଇବା ପାଇଁ ଟାଇମ୍ ହିଁ ଆମକୁ ହଉନାହିଁ। ଟାଇମ୍ ହଉନାହିଁ ତ ହଉନା, ତାପରେ ସେମିତି ମାନେ ଗୋଟେ ବନେଇବା ପାଇଁ ଗୋଟେ ଟାଇମ୍ ଦରକାର। ମାନେ ହଁ, ଏଇଟାକୁ ସେଇଟାକୁ ଯାହା ବି ଯେକୌଣସି କାମ ବି କରିବାକୁ ହେଲେ ନା ଏ ଟାଇମ୍ ଦରକାର। ମତେ ଟାଇମ୍ ହେଲେ ତାକୁ ନାହିଁ, ତାକୁ ଟାଇମ୍ ହେଲେ ମତେ ନାହିଁ। ଏଇ ପ୍ରକାରର ଆମର ଚାଲିଛି। କାହିଁକିନା ସେମିତି ଆମର ଗୋଟେ ସକାଳୁ ହେଲା ମାନେ ଡ୍ୟୁଟିର କିଛି ଗୋଟେ ଟାଇମ୍ ଟେବୁଲ ହିଁ ନାହିଁ। ମାନେ ବାସ୍ ସକାଳୁ ହେଲା ମାନେ ଉଠିଲା ମାନେ ଚାଲିଲା, ପୁଣି ଶୋଇଲା ପର୍ଯ୍ୟନ୍ତ। ସେଥିପାଇଁ ଭିଡ଼ିଓ ଆମର ଆସୁନଥିଲା। ତାପରେ ଦେହ ବି ଟିକେ ଠିକ୍ ଠାକ୍ ନଥିଲା। ବର୍ଷା ପାଣି ଏବେ ବର୍ଷା ମାନେ ଚାଲିଛି। ତାପରେ ଏଇ ସବୁ କଥା। ରାଣୀ ଆମର ବାହାର କରିକି ରେଡି ହେଲେଣି ଏବେ ଡ୍ୟୁଟି ଯିବା ପାଇଁ। ମୁଁ ଏପର୍ଯ୍ୟନ୍ତ କିଛି ବି ରେଡି ନାହିଁ, ଖାଲି ଯାହା ବ୍ରସ୍ ଫ୍ରସ୍ କରି ଆସି ଟିକେ ନଳି ଖାଉଛି, ନଳି। ଠିକ୍ ଅଛି। ଦେଖନ୍ତୁ ଆଜିର ଦିନ କଣ ହଉଛି ଦେଖିବା। ଟ୍ରାଏ କରୁଛି ମୁଁ ସବୁଦିନ ଭିଡ଼ିଓ ଆଣିବା ପାଇଁ। ଏ ଟାଇମ୍ କାଢ଼ିକି ଯାହା ହେଲେ ବି 5 ମିନିଟ୍ ହଉ 10 ମିନିଟ୍ ହଉ, ଯାହା ହେଲେ ଟିକେ ଟାଇମ୍ କାଢ଼ିକି ସବୁଦିନ ଭିଡ଼ିଓ ଆଣିବା ପାଇଁ ଟ୍ରାଏ କରିବି। ଯାହା ବି ଭିଡ଼ିଓ ହଉଛି ହଉ। ସେଇ କାମ ସେଇ କାମ ସେଇ କାମ ସବୁଦିନ ସେଇଆକୁ ସେଇଆକୁ ଦେଖିଲେ ବି ମାନେ ଲୋକମାନେ ବୋର୍ ହେଇଯିବେ। ତ ଟିକେ ନୂଆ ବି କିଛି ଗୋଟେ ବର୍ତ୍ତମାନ ପାଇଁ ଯାହା ବି ଚାଲିଛି। ଠିକ୍ ଅଛି, ଚାଲନ୍ତୁ। ଆଜି ଦିନ ସାରା କଣ ହଉଛି ନାହିଁ ମୁଁ ଆପଣଙ୍କୁ ଦେଖେଇବି। ଆଉ ଭଲ ଲାଗିଲା ଆମ ଚ୍ୟାନେଲକୁ ଟିକେ ଲାଇକ୍ କରିବେ, ସବସ୍କ୍ରାଇବ କରିବେ। ସେୟାର କରିବେ। ମୋ କଥା ନୁହଁ, ତାଙ୍କ କଥା ମାନିକି ଟିକେ କରିଦେବେ, ସବସ୍କ୍ରାଇବ କରିଦେବେ। ମୁଁ କଣ ମଜା ନା। ଆଉ ଠିକ୍ ଅଛି, ଆଗକୁ ନୂଆ ନୂଆ କିଛି ଭିଡ଼ିଓ ବି ଆଣିବୁ ନିଶ୍ଚିତ। ଆଉ ଗୋଟେ କଣ କହୁଥିଲି ଯେ ଯଦି ବି ଆମ ମାନେ କାହାର କିଛି ବି ଆମ ବିଷୟରେ କିଛି ଜାଣିବାର ଅଛି ବି କିଛି ବି ଯଦି ଜାଣିବାର କିଛି ବି ମାନେ ଅଛି, ନିଶ୍ଚିତ ଆମକୁ ଜଣାନ୍ତୁ, କମେଣ୍ଟ କରି ଜଣାନ୍ତୁ। ଆମେ ସେ ବାବଦରେ ବି ନହେଲେ କିଛି ଭିଡ଼ିଓ ଆଣିପାରିବୁ, କି ନହେଲେ ସେ ରିଲେଟିଭ୍ କିଛି ବି ଆମେ ଆଣିପାରିବୁ। ଆଉ ଠିକ୍ ଅଛି, ଆମକୁ ଟିକେ ସପୋର୍ଟ କରନ୍ତୁ, ଭଲ ପାଇବା ଦିଅନ୍ତୁ। ବାସ୍, ଆଉ କିଛି ବି ଦରକାର ନାହିଁ। ପରିଶ୍ରମ ଆମର, ସଫଳତା ଆପଣମାନେ। ଠିକ୍ ଅଛି, ଚାଲନ୍ତୁ। ଦିନସାରା ଆଜି କଣ ହଉଛି ନାହିଁ ଦେଖେଇବି। ଆମର ତ ଚାଲିଛି ବର୍ଷା ବି ଟିକେ ଟିକେ ପ୍ରାୟ ହଉଛି କି କଣ ଚାଲିଛି। ଚାଲନ୍ତୁ ଦେଖିବା ଆଜି ଦିନ ସାରା କଣ ହଉଛି ଆଉ। ଓକେ, ମହାରାଣୀ ଆମର ବାହାରେ ବୁଲି ରେଡି ଖାଇ ପିଇକି ଯେହେତୁ ଆଜି ଗୁରୁବାର ଅଛି। ଚାଲ, ଚାବି ବାବି ନେଇକି ଏକାଥରେ ଚାଲ। ସାରଙ୍କ ଚାବି ଏଟା ତତେ ଦେଇ ଯାଇଛନ୍ତି। ସେଇଟା ସାରଙ୍କ ଚାବି। ରଖିଥ। ଇଏ ତ ବାଇଆ ହେଇକି ପଳଉଛନ୍ତି। ହେଲା, ବର୍ତ୍ତମାନ ଆଜି କୁଲଫି ବନା ଯାଉଛି। ହଁ ତାର कितना लीटर 9। ଏଇଟା ହେଲା କୁଲଫି ମେସିନ୍। କୁଲଫି ମେସିନ୍ ଭିତରେ କ୍ଷୀର ବନା ଚାଲିଛି। କ୍ଷୀର ଗୋଟେ ଗୋଟେ ବେଚ୍ ବର୍ତ୍ତମାନ ଚାଲିଛି। ଆନା ତାଙ୍କର ବସିକି ଚଲେଇଛନ୍ତି ଆଉ। ଥରେ ବସେ ମାନେ କମ ସେ କମ 2 ଘଣ୍ଟା, 2 ଘଣ୍ଟା ଭିତରେ ତାର ହବ। କାହିଁକିନା 9 ଲିଟର ହବ ମାନେ ତାକୁ ଯେମିତି 4.5ରୁ 5 ଲିଟର ଭଳିଆ ରଖିବା ଦରକାର। ରଖିଲେ ସେଇ ଅନୁସାରେ ତା ଟେକ୍ସଚର ମାନେ ବରାବର ହେଇ ଆସିବ। କୁଲଫି ଗୋଟେ ବେଚ୍ ପଢି ସାରିଛି ଅଲରେଡି। ଦେଖନ୍ତୁ, ଠିକ ଅଛି। ତାହେଲେ କହିବେ ଏଇ ଟାଇପର ହେଇକି ଅଛି। ବାପୁନ ଏକା ଯାଇଛି ନା ଦୋକାନରେ ବୁଲାବୁଲି କିଛି କରିପାରିବେନି। ମୁଁ ଯାଇ ଟିକେ ହେଲ୍ପ କରି ଆସେ। 2 ଜଣ ଆଜି ଛୁଟିରେ ଅଛନ୍ତି। ଚାଲ ମୁଁ ଟିକେ ଦୋକାନ ଦେଇକି ଆସେ। ଓକେ, ଦୋକାନରେ ଆସି ପହଞ୍ଚିଯାଇଛି। ଦୋକାନ ଟିକେ ଖୋଲିଦେବା। ବର୍ତ୍ତମାନ ଜିନିଷ ପତ୍ର କୋଉ ଅବସ୍ଥାରେ ହେଇ ପଡିଛି ଦେଖନ୍ତୁ। ରାତିରେ ସେମିତି ପୁରେଇ ଦେଇ ପଳେଇଥିଲୁ ବର୍ଷା ହେଲା ବୋଲି।
ଜିନିଷ ପତ୍ର ଟିକେ ଖୋଲିଦବା, ଖୋଲି ସାରି ତାପରେ କଣ ହଉଛି ନାହିଁ ଦେଖେଇବା ଆଉ। ମୁଁ ଏବେ ଦୋକାନରୁ ପଳେଇ ଆସିଛି କାହିଁକିନା ଜିନିଷ ପତ୍ର ଖୋଲା ଖୋଲି ସାରିକି ଆପଣ ରହିଲା ଦୋକାନ ମୁଁ ପଳେଇ ଆସିଛି। ମୁଁ ଟିକେ ଜିନିଷ ପତ୍ର ଆଣିବା ପାଇଁ ଆଉ ବ୍ରେକ୍ ନବା ପାଇଁ ଆସିଛି। ଆଉ ତାକୁ ନେଇ ଯାଇକି ଦେଇ ଦେଇକି ମୁଁ ରୁମକୁ ଯିବି। ରୁମରେ ଟିକେ କାମ ଅଛି, ଟିକେ କାମ ଅଛି ରୁମରେ। କାଲି ପୁଣି ଖାଇ ପିଇକି ପଛରେ ଆସିବି ଦୋକାନକୁ ଆଉ। ଟିକେ ଚାଲନ୍ତୁ ଯିବା, କ୍ଷୀର ଆଉ କଣ ସବୁ ଆଣିବାର ଅଛି ନେଇ ଦେଇଦବା। କାଲି ଦେଖନ୍ତୁ ଆଜି କଣ ହେଇଛି, ଏପର୍ଯ୍ୟନ୍ତ କିଛି ଖାଇନାହିଁ। ଦେଖିଥିଲି ସେଇ ଜାଗା ଟିକେ କଣ ଖାଇଥିଲି, ମୁଁ ବି ଖାଇନାହିଁ, ସେ ବି କିଛି ଖାଇନାହିଁ, ସେ ଯାହା ଖାଇଥିଲ। ଠିକ ଅଛି, ଚାଲନ୍ତୁ ଖାଇବା। ଖାଇବା ନା ଏବେ ଏକାଥରେ ପଛରେ ଖାଇବା, ଏବେ ତ 11:30 12 ପାଖେଇ ହେଲାଣି, ଆଉ ପଛରେ ଏକାଥରେ ଡାଇରେକ୍ଟ ଖାଇବି। ଆଉ ଠିକ ଅଛି ଚାଲନ୍ତୁ, କଣ ହଉଛି ନାଇଁ ଆଜି ଆଉ ଦିନରେ ଦେଖେଇବି ଆଉ। ଆମେ ସେଇଠି ଯୋଡ଼ି ରହନ୍ତୁ, ଭିଡ଼ିଓ କଣ୍ଟିନ୍ୟୁ କରନ୍ତୁ ଆଉ ଟିକେ ସବସ୍କ୍ରାଇବ କରିଦିଅନ୍ତୁ। ସବସ୍କ୍ରାଇବ କଲେ ଆମର ଟିକେ ମନ ମାନେ ଟିକେ ଖୁସି ଲାଗେ। ଭିଡ଼ିଓ ବନେଇବା ପାଇଁ ଟିକେ ମାନେ ଆଗ୍ରହ ହବ ଯେ ହଁ ଗୋଟେ ନୂଆ ନୂଆ କିଛି ଭିଡ଼ିଓ ଆଣିବା। ପ୍ଲିଜ ସବସ୍କ୍ରାଇବ କରନ୍ତୁ। ଓକେ ଚାଲନ୍ତୁ। ସେଇ ତ ଗୋଟେ ପ୍ରୋବ୍ଲେମ ମୋର ସବୁବେଳେ ଆଉ। ବେଙ୍ଗାୟ ମାନେ ହେଲା ପିଆଜ, ତକାଳି ମାନେ ହେଲା ଟମାଟୋ ବିଲାତି। ଖାଲି ବର୍ଷା ହେଇକି ରାସ୍ତା ମାନେ ପୁରା ଅଲଗା ପ୍ରକାରର ରାସ୍ତା ହେଇଯାଇଛି। ରାସ୍ତା ତ ମାନେ ଏତେ ମାତ୍ରାରେ ପାଣି ଥିଲା ଯେ କାଲି କିଛି ଭିଡ଼ିଓ ବନେଇ ନାହିଁ, ମାନେ ଦେଖେଇଥାନ୍ତି। ମାନେ ଏତେ ମାତ୍ରାରେ ପାଣି ମାନେ କମ ସେ କମ ଗାଡିର ସାଇଲେନ୍ସ ପୁରା ଉଡ଼ି ଯାଉଥିବ। ଆମର ଇଲେକ୍ଟ୍ରିକ ଗାଡି ବୋଲି ଏତେ ପ୍ରୋବ୍ଲେମ ନାହିଁ, କିନ୍ତୁ ପେଟ୍ରୋଲ ଗାଡି ମାନେ ସେ ପକ୍କା ସେ ଗାଡି ବନ୍ଦ, ମାନେ ବେଶୀ ସମୟ ନେଇକି ଯାଇପାରିବନି ଗାଡି ବନ୍ଦ। ଓକେ ଚାଲନ୍ତୁ, ମୁଁ ନେଇ ନୁଆଇକି ଆସେ ଗଲେ ଦେଖେଇବି, ମାନେ ଏକା ଚଲେଇକି ଏକା ଫୋନ ଧରି ହଉନି। ଚାଲ ଓକେ, ସବୁ କିଛି ନେଇ ଆସିଲି, ବ୍ରେଡ ବର୍ଗର କ୍ଷୀର ଆଉ ସବୁ କିଛି ନେଇ ଆସିଛି। ବ୍ରେଡ ବର୍ଗର କ୍ଷୀର ସବୁ ନେଇ ଆସିଛି। ଏବେ ଟାଇମ 12ଟା ହେଇଗଲାଣି। ଦେଖନ୍ତୁ ମୋର ଗାଡ଼ିରେ ରଖିଦେଇଛି ବ୍ରେଡ ନେଇଗଲା, ବର୍ଗର ବ୍ରେଡ କ୍ଷୀର ଏଠି ଅଛି। ଚାଲନ୍ତୁ ଯିବା, ବାପୁନକୁ ଦେଇଦେବି ଦୋକାନରେ, ଯାଇକି ଗାଧେଇ ପାଧେଇକି ଅନ୍ୟ କାମ ଅଛି କାମ ସାରିକି ମୁଁ ପୁଣି ଖାଇ ପିଇକି ଦୋକାନକୁ ଆସିବି ଆଉ। କାମ ଦାମ ସାରିକି ଆସିକି ରୁମରେ ପହଞ୍ଚିଯାଇଛି। ମହାରାଣୀ ଆମର ଚାଲି ଯାଇଛନ୍ତି ଡ୍ୟୁଟିର ଅଧାରୁ, ମାନେ ଗିଳିବା ପାଇଁ ଚାଲି ଯାଇଛନ୍ତି। କଣ ଖାଉଥିଲା ନଡୁଆ? ଭୋକ ଲାଗିଲାଣି, ଗାଧୁଆ ହେଇନାହିଁ, ଯିବା ପାଇଁ ଶାଗ ତୋଳିବା ପାଇଁ। ଶାଗ ମାନେ ପୋଇ ଶାଗ, ପୋଇ ଶାଗ ପକେଇ ଟିକେ ଶାଗ କରିଦବା, କରିକି ତାପରେ ଗଣ୍ଡେ ଭାତ ଖାଇବା। ଭାତ ଖାଇସାରି ଗୋଇଂ ଟୁ ଦୋକାନ। ମହାରାଣୀ ଆସିଛନ୍ତି, ଚାଲ ଯିବା ଶାଗ ତୋଳିବା ପାଇଁ। ଡ୍ୟୁଟି ଅଧାରୁ ଚାଲିଯାଇଛି ଶାଗ ତୋଳିବା ପାଇଁ। ଆଜି ଡ୍ୟୁଟି ନାହିଁ ନା, ସେଥିପାଇଁ ମାନେ ଡ୍ୟୁଟି ମାନେ ଡ୍ୟୁଟି ନୁହଁ, ସାର୍ ନାହାନ୍ତି, ସେଥିପାଇଁ ଟିକେ ଆଜି ମଜା ମସ୍ତି ଚାଲିଛି। ଆଉ କଣ କାମ କାହିଁକି ନବ, କାମ ଅଛି ନା। ହୁଁ ହୁଁ ହେଲା, ଯିବା ବାହିରକୁ ଶାଗ ତୋଳିବା। ଓକେ ଗୋଟେ ହେଲାଣି। ଚାଲ ଯିବା, ଗୋଟେ ଲାଇଟ୍ ବନ୍ଦ କଲା କେମିତି ଦେଖା ଯାଉଛି ପୁରା ଅନ୍ଧାର। ଆମ ରୁମ୍ ଏଇଟା। ଯିବା, ଦେଖନ୍ତୁ ଆମର ସବୁ କି କି ଗଛ। ଏଟା ହେଲା ପପେୟା ଗଛ, ଏଟା ହେଲା ଭୃଷଙ୍ଗ ପତ୍ର ଗଛ, ଏଟା ହେଲା ଅଁଳାକୋଳି ଗଛ। ଅଁଳାକୋଳି ଗଛ ଟା ଗୋଟେ ଛୋଟ ଗୋଟେ ବାଲ୍ଟି ଭିତରେ ଥିଲା, ମାନେ ପୁରା ମିଣ୍ଟ ହେଇକି ଥିଲା। ତାକୁ ଆମେ ଏଇ ଖୋଲିକି ଲଗେଇ ଦେଇଛୁ, ବେଶୀ ନୁହେଁ, ବେଶୀ ଦିନ ହେଇନାହିଁ, 6-7 ମାସ ଭଳିଆ ହବ କି ଆଉ ଟିକେ ଅଧିକା ହବ ବୋଧେ। ଗଛଟା ମାନେ ପୁରା ବଡ ହେଇକି ପୁରା ବଡ ହେଇଗଲାଣି। ଆଉ ହେଲା ପୋଇ ଗଛ, ଏଟା ହେଲା ଆମର ଜହ୍ନି ଗଛ। ଜହ୍ନି ଗଛ କିନ୍ତୁ ଜହ୍ନି ରହୁନାହିଁ, ଏ ସାର ଦେଇଦଉନ। ଜହ୍ନି ରହୁନାହିଁ କାଇଁ, ମାନସ ଭାଇ କହୁଥିଲା ଏଟା ଜହ୍ନି ନୁହଁ, ଏଟା ତରଭୁଜ ଗଛ। ଆଉ ହେଲା ଆମର ଏଟା ଗୋଟେ, ଏଟା ହେଲା ଲେମ୍ବୁ ଗଛ, ଏଟା ହେଲା କିସ ପୋଇ ଗଛ, ଏଠି ଗୋଟେ ପେଡା ଗଛ, ଏଠି ଫୁଲ ଗଛ, ଫୁଲ କାଲି ଫୁଟିଥିଲା। ଫୁଲ ଗଛ, ଏଟା ହେଲା ଆମର କଣ, ଏଟା ପପେୟା ଗଛ ଦିଟା, ସେଠି ପୁଣି ନେବା ଗଛ। ମାନେ ଏଇ ଏତିକି ଜାଗା ଭିତରେ ଖାଲି ଜାଗା ଟା ଦେଖି ଦିଅନ୍ତୁ, କେତିକି ଜାଗା, ଏତିକି ଜାଗା ଭିତରେ ମାନେ ଆମର ପୁରା 12 ଭଜା ଗଛ।
ବାର ବାର ଭଜା ଗଛ। ମୁଁ କୋଉ ସାର ଟିକେ ଦେଇଦେ 12 ଭଜା ଗଛ। ଠିକ ଅଛି ତୁଳୁ ଜଲ୍ଦି ଯିବ ଭୋକ ଲାଗିଲାଣି। କଇଁଚି କଣ ହାତରେ ଛିଡେଇ ଦଉନୁ କଇଁଚିରେ ସବୁ ତୋଳା ଯିବ। ମୁଁ ଟିକେ ମଝିରେ ବ୍ରେକ୍ ନେଇଯାଇଥିଲି। जल्दी मुझे को भूख लग रहा है। सुबह से कुछ खाने के लिए नहीं दिया ना। और तुम तो खा लिया उधर छुप छुप के। ଏଟା କାଇଁ ଅନ୍ କରୁଛୁ ରେ? ಇಲ್ಲ ಇಲ್ಲ ನೀ ನಾ ସେ ପଚାରିଲା ମୁଁ ଭାରି ସଜ ମାନେ ଝାଡି ଯୋଡି ହେଇକା ସେ ତା ଦିନ ଚାଲିଯାଉଛି ଅଧା ଅଧା ଟାଇମ ରେ ଝାଡି ଯୋଡି ହେଇ ଚାଲିଯାଉଛି। ବଦନ ଟା ଟିକେ ଆରେ କଣ ଜୋରେ ଚିଲେଇବ ନା ମାଇକ ଲଗେଇ ଚିଲଉନି। ପୁଇ ଗଛରେ ଆମର ହେଇଗଲା ନା ପୁଇ ଗଛରେ ମେନ୍ କଥା ପୁଇ ଗଛ କିନ୍ତୁ ମାଟି ନାଲି ମାଟି ଭଲ ନୁହଁ ବୋଲି ସେଇଥିପାଇଁ ମାନେ ଆମର ମାନେ ଏକୁ ହେଲା ମତେ ଠିକ ବୁଚାଳ ଗଛ ଟା ଉପରେ ଥିଲା କେମିତି ଥିଲା ତଳୁ ଆଇଲା ପରେ ପୁରା ଟିକେ ଭଲ ହେଇଗଲାଣି ନୁହେଁ କି? ସେଇ କଥା ବା କାଲି ବର୍ଷା ହେଲା ବୋଧେ ହେଇଥିଲା ଆଜି ଦେଖିଲା ବେଳେ ପାଣି ଫାଣି କିଛି ନାହିଁ। ଠିକ ଅଛି ଚାଲନ୍ତୁ ତାପରେ କଣ ହଉଛି ନାହିଁ କଣ୍ଟିନ୍ୟू କରିବି। ମୁଁ ବର୍ତ୍ତମାନ ପାଇଁ ଆସିଗଲି ମହାରାଣୀ ତାଙ୍କର ବର୍ତ୍ତମାନ ପାଇଁ ଏ ବାବା ବିଲେଇ ମାଛକୁ ଅନେଇକି ବଇଛି। ପୋଇ ଶାଗ ବୋଇତାଳୁ ପଡିକି ଜହ୍ନି ପଡିକି ଖରା ଯିବ ସେଇଆ ନା। ଓକେ ଠିକ ଅଛି ଶାଗ ପାଇଁ ଆମର ପ୍ରସ୍ତୁତି ଚାଲିଲା। ମହାରାଣୀଙ୍କ ମୁହଁ ଟା ଦେଖୁଛ ନା ଫୁଲିକି ପୁରା ଫାଟିଆ ଯେମିତି ମାନେ ପୁରା ମା ବେଙ୍କ ପେଟ ଫାଟିଲା। ସିଝିଗଲାଣି ସିଝି ତା ଶାଗ ନା ଘାଣ୍ଟ ଲୋ? ଫାଷ୍ଟ ଟାଇମ ପାଇଁ ମୁଁ ଏମିତିଆ ଶାଗ ବନେଇବାର ଦେଖୁଛି। ଶାଗ ତ ନୁହଁ ଶାଗ ନା ଘାଣ୍ଟ ମୁଁ ନିଜେ ବି ବୁଝିପାରୁନି। ଆପଣ ମାନେ ଟିକେ କମେଣ୍ଟ କରି କୁହନ୍ତୁ ଶାଗ ନା ଘାଣ୍ଟ ମୁଁ ନିଜେ ଠିକ ସେ ବୁଝିପାରୁନି କଣ ଏଇଟା? ବନେଇବା ଲୋକ ହିଁ ଜାଣିଥିବ ଶାଗ ନା ଘାଣ୍ଟ। ଶାଗରେ ଏତିକି ହାଣ୍ଡିଏ ପାଣି କୋଉଠୁ ଆଇଛୁ କହନି। ଶାଗଟା ସିଝିବ ଏଟା ପାଣି ଭଳିଆ ରହିବ। ହଉ ହଉ ଠିକ ଅଛି ହେଇ ସାରିଲା ପରେ ଜଣା ପଡିବ ଯେ ଶାଗ ନା ଘାଣ୍ଟ ଓକେ। ତମକୁ ତ କେହି ବନେଇକି ଦେଇନାହାନ୍ତି କରିକି ତମେ ଖାଇଥିଲେ ସିନା ଜାଣିଥାନ୍ତ। ସେଇ କଥା ଆଉ ମୁଁ ତ କେବେ ଖାଇନାହିଁ ଏମିତି ଆଉ। ଖାଇଥିବିନି ନା ସେମିତି ନୁହଁ ମୁଁ ଏମିତି କେବେ ଦେଖିନାହିଁ। କାଇଁ ମୁଁ ଆଗରୁ ସେ ରହୁଥିଲି ନା ଫରେନ ଲ ଫରେନ ରେ ରହୁଥିଲି ନା ସେଇଥିପାଇଁ ମୁଁ କେବେ ଦେଖିନି। ଓକେ ଓକେ ଠିକ ଅଛି। ଓକେ ଆମର ଖାଇବା ବର୍ତ୍ତମାନ ରେଡି ହେଇଯାଇଛି। ଖାଇବା କଣ ଗରମ ଭାତ ମୋର ଗରମ ଭାତ ଶୁଖୁଆ ତରକାରୀ ଚିଙ୍ଗୁଡି ଶିଖା କାଲିକା ତରକାରୀ ଏଟା ଶାଗ ପାଣିଆ ଶାଗ ଏ ହେଲା ମଟର ତରକାରୀ ତୁମର କ୍ୟା ହେ? ହେଲା ମୋ ଶାଗ ଆଉ ଇଏ ହେଲା ପଖାଳ ଭାତ ଏଟା ବିଲାତି ଦଳା ଓକେ ଚାଲନ୍ତୁ ଖାଇବା। ଚାଲନ୍ତୁ ଖାଇବା ଭୋକ ପ୍ରବଳ ଟେଷ୍ଟ କରି ଦେଖ କେମିତି କଣ ହେଇଛି। ଗରମ ହେଇଛି ଏବେ ଟେଷ୍ଟ କରିକି କିଛି ତ ଗୋଟେ ତ ଟେଷ୍ଟ କରିପାରିବା ନା। ମୁଁ ଆଉ କଣ କେତେ ପଛକୁ ଯିବି ମୁଁ ଏମିତି ନ ବୁଲି ପଡିଛି ମୋର ୱାଓ ସୁପର।
ରସୁଣ ସେଇଟା ଅଧିକା ଛେଚି ନା ଖାଇଦେବ। ପୁରା ୱାଓ। ଓକେ ମୋର ହେଲା ପୁରା ଖାଇବା। ଠିକ ଅଛି ଚାଲନ୍ତୁ ମୁଁ ଖାଏ ତାପରେ ନା ଶାଗ ଲଙ୍କା ଦଳିବି ଆଗେ ଟିକେ ମଟର ତରକାରୀ ଦିଥର ଖାଇଦିଏ ତାପରେ ଶାଗ କଥା ପଚାରିବା। ଭୋକ ପ୍ରବଳ ଲାଗିଲା। ପିଆଜ ଆଣିଲନି ନା? ପୁରା ହାତ ତ ମୂଳରୁ ଅଲଣା କହିଲେ କଣ ହବ? ସେନା ଗୋଟେ କଥା କଣ ମୁଁ ଘୁଞ୍ଚା ସିଆଡେ ନହେଲେ ପଡିଯିବ। ବର୍ତ୍ତମାନ ମୋର ଖାଇବା ପୁରା ଶେଷ। ଖାଇବା ଶେଷ ମାନସ ଭାଇ ତାର ଖାଇକି ଉଠିକି ଗଲାଣି। ମୋ ଥାଳି ପୁରା ସଫା କେବଳ ଖାଲି ଚିଙ୍ଗୁଡି ମୁଣ୍ଡ ଟା ପଡିଛି। ତରକାରୀ ଖାଇଲନି? ପଖାଳ ଭାତ ଖାଉଥିଲୁ ସେଇଥିପାଇଁ ତରକାରୀ ନହେଲେ ତୁ ପୁଣି ଛାଡିଆ ଲୋକ କହନା। ସେଇ ହେଲା କଥା। ଗରମ ଗରମ ବହୁତ ଭଲ ହେଇଛି। ବହୁତ ଟେଷ୍ଟି ହେଇଥିଲା ଖାଇବା ସବୁ କିଛି। ମଟର ତରକାରୀ ସବୁଠୁ ବେଶୀ ଭଲ ଲାଗିଲା। ନେକ୍ସଟ ଶାଗ, ନେକ୍ସଟ ହଉଛି ନେକ୍ସଟ ହେଲା ଭାତ। ତମର ତମର ତ ମୁଁ ଗରମ ଭାତ ଖାଇନା। ଖାଇବା ଭଲ ଯିବା ଧୁଆ ଧୁଇ କରିକି ତାପରେ ଟିକେ ରେଷ୍ଟ ନେଇ ତାପରେ କଣ କାମ କରିବା ଆଉ ଚାଲନ୍ତୁ। ଓକେ ଓକେ ବର୍ତ୍ତମାନ ପାଇଁ ମୁଁ ଖାଇକି ଆସିକି ଟିକେ ଶୋଇ ପଡ଼ିଥିଲି। ଏବେ ଉଠିକି ଟିକେ ବାହାରି ସାରିଲିଣି ଦୋକାନ ଯିବା ପାଇଁ। ଠିକ୍ ଅଛି ଆଜି ପାଇଁ ଆଉ କିଛି ନାହିଁ। ଆଜି ପାଇଁ ଏତିକି। ଦେଖାଯିବ ଗୋଟେ ନୂଆ ଫ୍ରେଶ୍ ବ୍ଲଗ୍ରେ। ଆଉ ଯଦି ଭିଡ଼ିଓ ଟିକେ ବି ଭଲ ଲାଗିଥିବ ତାହେଲେ ନିଶ୍ଚିତ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ଟିକେ ସବସ୍କ୍ରାଇବ୍ ଟିକେ କରନ୍ତୁ। ସବସ୍କ୍ରାଇବ୍ କଲେ ଆମ ମନୋବଳ ଟିକେ ମାନେ ଟିକେ ଭଲ ଲାଗିବ ଟିକେ ମାନେ ନୂଆ ନୂଆ ଭିଡ଼ିଓ ବନେଇବା ପାଇଁ। ଠିକ୍ ଅଛି ଆଜି ପାଇଁ ରହୁଛୁ। ଜୟ ଜଗନ୍ନାଥ।